ନମସ୍କାର। ଆଜି ଆମେ କଥା ହେବା ଏକ ବହୁତ ଇମ୍ପୋର୍ଟାଣ୍ଟ ଟପିକ୍ ଉପରେ। ଫ୍ଲାଟ୍ କିଣିବା ପୂର୍ବରୁ କ'ଣ କ'ଣ ପଏଣ୍ଟସ୍ ଧ୍ୟାନରେ ରଖିବା ଉଚିତ? ବହୁତ ଲୋକ ସ୍ୱପ୍ନ ଦେଖନ୍ତି ନିଜର ଫ୍ଲାଟ୍ ପାଇଁ, କିନ୍ତୁ ଅଜାଣତରେ ଭୁଲ ଡିସିଜନ୍ ନେଇଥାନ୍ତି, ପଛରେ ରିଗ୍ରେଟ୍ କରିଥାନ୍ତି। ତେଣୁ ଭିଡ଼ିଓଟା ପୁରା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣ ଜାଣିପାରିବେ ରେରା ଅନୁସାରେ କ'ଣ କ'ଣ ଚେକ୍ କରିବା ଦରକାର, ଆଉ କେମିତି ବାର୍ଗେନ୍ କରି ବେଷ୍ଟ ପ୍ରାଇସ୍ ପାଇପାରିବେ। ଫାର୍ଷ୍ଟ ପଏଣ୍ଟ, ପ୍ରୋଜେକ୍ଟ ଡିଟେଲ୍ସ ଆଉ ଆପ୍ରୁଭାଲ୍ସ ଦେଖନ୍ତୁ। ଚେକ୍ କରନ୍ତୁ ପ୍ରୋଜେକ୍ଟରେ ସିଟି ଡେଭଲପମେଣ୍ଟ ଅଥରିଟି ବା ଲୋକାଲ ଅଥରିଟି ଆପ୍ରୁଭାଲ୍ ଅଛି କି ନାହିଁ। କମେନ୍ସମେଣ୍ଟ ସାର୍ଟିଫିକେଟ୍ ଆଉ ଅକୁପେନ୍ସି ସାର୍ଟିଫିକେଟ୍ ଅଛି କି ନାହିଁ ଦେଖନ୍ତୁ। ଲ୍ୟାଣ୍ଡ ଟାଇଟଲ୍ କ୍ଲିୟର ଅଛି କି ଡିସ୍ପ୍ୟୁଟେଡ଼ରେ ଅଛି ଚେକ୍ କରନ୍ତୁ। ଏହିସବୁ ଜିନିଷ ଚେକ୍ କରିଲେ ଆପଣ ସେଫ୍ ରହିବେ। ସେକେଣ୍ଡ ପଏଣ୍ଟ, ବିଲ୍ଡର ରେପୁଟେସନ୍ ଆଉ ରିଭ୍ୟୁ ଦେଖନ୍ତୁ। ବିଲ୍ଡର ଆଗରୁ ଅନ୍ୟ ପ୍ରୋଜେକ୍ଟ ଟାଇମ୍ରେ କମ୍ପ୍ଲିଟ୍ କରିଛନ୍ତି କି ଡିଲେ କରିଛନ୍ତି। ଲୋକାଲ ରିଏଲ୍ ଏଷ୍ଟେଟ୍ ଏଜେଣ୍ଟ ଅଥବା ଅଲରେଡ଼ି ଥିବା ବୟରମାନଙ୍କୁ ପଚାରନ୍ତୁ। ଯଦି ବିଲ୍ଡରର ରିଭ୍ୟୁ ପ୍ରୋଜେକ୍ଟରେ ପ୍ରୋବ୍ଲେମ୍ ଅଛି ତାମାନେ ସେ ଫ୍ଲାଟ୍ ଗୁଡ଼ିକ ରେଡ୍ ଫ୍ଲାଗ୍। ଥର୍ଡ ପଏଣ୍ଟ, ପ୍ରାଇସ୍ ଆଉ ହିଡେନ୍ ଚାର୍ଜେସ୍। ଓନ୍ଲି ଫ୍ଲାଟ୍ ପ୍ରାଇସ୍ ପର୍ ସ୍କୋୟାର ଫୁଟ୍ରେ ଶୁଣି ଧୋକା ପାଇବେ ନାହିଁ। ଆସ୍କ ଫର୍ ଅଲ୍ ଇନକ୍ଲୁସିଭ୍ ପ୍ରାଇସ୍ ଲାଇକ୍ ଜିଏସ୍ଟି, କାର ପାର୍କିଂ, ମେଣ୍ଟେନାନ୍ସ ଚାର୍ଜେସ୍, ରେଜିଷ୍ଟ୍ରେସନ୍ ଫିସ୍, କ୍ଲବ୍ ହାଉସ୍, ଏମିନିଟିସ୍ ଚାର୍ଜେସ୍ କ'ଣ କ'ଣ ଅଛି ଏସବୁ କ୍ଲିୟରରେ ବୁଝି ନିଅନ୍ତୁ। ଫୋର୍ଥ ପଏଣ୍ଟ, କେମିତି ବାର୍ଗେନ୍ କରିବା। ଫ୍ଲାଟ୍ ଫାଇନାଲ୍ କରିବା ପୂର୍ବରୁ ସେ ପାର୍ଟିକୁଲାର ଏରିଆରେ ଜାଗାର ପ୍ରାଇସ୍ କେମିତି ଅଛି ବୁଝି ନିଅନ୍ତୁ। ପ୍ଲସ୍ ଘର ବନେଇଲେ ତାର ଏଷ୍ଟିମେଟେଡ୍ ଭ୍ୟାଲ୍ୟୁ ଫ୍ଲାଟ୍ର ରେଟ୍ ସହ କମ୍ପେୟାର କରନ୍ତୁ। ଫ୍ଲାଟ୍ ଭ୍ୟାଲ୍ୟୁଟା ଏଷ୍ଟିମେଟେଡ୍ ଘରର ଭ୍ୟାଲ୍ୟୁଠୁ କମ୍ ରହିବା ଦରକାର। ତ ଏ କ୍ୟାଲକୁଲେସନକୁ ନେଇକି ଆପଣ ଫ୍ଲାଟ୍ ପ୍ରାଇସ୍ ବି ବାର୍ଗେନ୍ କରିପାରିବେ। ଫିଫ୍ଥ ପଏଣ୍ଟ, ଏଗ୍ରିମେଣ୍ଟକୁ ପ୍ରପରରେ ପଢ଼ି ସାଇନ୍ କରନ୍ତୁ। ବିଲ୍ଡର ଏଗ୍ରିମେଣ୍ଟରେ ପୋସିସନ୍ ଡେଟ୍, ପେନାଲ୍ଟି କ୍ଲାସ୍ ଆଉ ରିଫଣ୍ଡ କଣ୍ଡିସନ୍ କ୍ଲିୟରରେ ଲେଖା ହେଇଛି କି ନାହିଁ କ୍ଲିୟର ଚେକ୍ କରନ୍ତୁ। ଭେରା କହୁଛି ବିଲ୍ଡର ଡିଲେ କଲେ ବାୟର ଇଣ୍ଟରେଷ୍ଟ ପାଇବାକୁ ବାଧ୍ୟ। ତେଣୁ କଣ୍ଟ୍ରାକ୍ଟ ପଢ଼ି ଡାଉଟ୍ ହେଲେ ଆଡଭୋକେଟ୍କୁ କନସଲ୍ଟ କରନ୍ତୁ। ଏ ଭିଡ଼ିଓଟା ଯଦି ଭଲ ଲାଗିଲା ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।